ପାଳିତ ହୋଇଯାଇଛି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025। କଳା ସଂସ୍କୃତିରେ ବନ୍ଧା ହୋଇ ରହିଛି ବଣ ପାହାଡ଼ ଘେରା ଏହି କଳାହାଣ୍ଡି ଜିଲ୍ଲା। କଳାହାଣ୍ଡି ନାମରେ ଅନେକ କାହାଣୀ ରହିଥିବା ବେଳେ ବିଶେଷ କରି ଏହି ଜିଲ୍ଲା ଏକ କଳାର ଗନ୍ତାଘର। ଅନେକ ପ୍ରକାରର କଳାରେ ପରିପୂର୍ଣ୍ଣ ଥିବା ଏହି ଜିଲ୍ଲା କଳାର ହାଣ୍ଡି ସାଜିଥିବା ଯୋଗୁଁ ଏହି ବଣ ପାହାଡ଼ ଘେରା ଜିଲ୍ଲାକୁ କଳାହାଣ୍ଡି ନାମରେ ନାମିତ କରାଯାଇଛି। ସେହି କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା 2025 ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବ 27ତମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ମଦନପୁର ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ ସିଂଦେଓ, ଏବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ଜିପିଓ ଶ୍ରୀମତୀ ଅଭିଳାଷ ସିଂଦେଓ, ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ଗଣେଶ୍ୱର ରଣା, ସମିତି ସଭ୍ୟ ଯତୀନ୍ଦ୍ର ନାଗ, ତୁଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଗଣେଶ୍ୱର ରଣାଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। କଛାରପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱମ୍ବର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଶୀତର ପରିବେଶ ସାରା କଳାହାଣ୍ଡି ଜିଲ୍ଲାକୁ କବଳିତ କରି ରଖିଛି। ଶୀତର ପ୍ରଭାବରେ କଳାହାଣ୍ଡି ମାଟିରେ ଶୀତୁଆ ପାଗ ଯେମିତି ସମସ୍ତଙ୍କ ମନରେ ଉନ୍ମାଦ ଭରି ଦେଇଛି, ମନୋରମ ପରିବେଶର ବାତାବରଣ ସୃଷ୍ଟି କରି ସତେ ଯେମିତି ପ୍ରତ୍ୟେକ ମଣିଷ ହୃଦୟ ଭିତରେ ସୃଷ୍ଟି କରିଦେଇଛି ଏକ ମୃଦୁ କମ୍ପନ। ବୀଣା ରାଗିଣୀର ସ୍ୱରରେ ଆଉ ନୂପୁରର ରୁଣୁଝୁଣୁ ସ୍ୱରରେ ସତେଅବା ମାଟିରେ ସୃଷ୍ଟି କରିଦେଇଛି ଏକ ଅଭିନୟର ଯାଦୁ। ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ଆଜିକା ଦିନରେ କଳାର ମହତ୍ତ୍ୱ ସର୍ବୋଚ୍ଚରେ ରହିଥିବା ବେଳେ କଳାର ରଙ୍ଗୀନ ଜାଲରେ ସମସ୍ତେ ଛନ୍ଦି ହୋଇ ନିଜ ଜୀବନର ଖୁସିକୁ ଉପଭୋଗ କରିଥାନ୍ତି। ସରକାରୀ ସ୍ତରରେ ମଧ୍ୟ କଳା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ରହିଛି। ସେହି କଳାର ସହର, କଳାର ମହକ ଆଉ କଳାର ଜୀବନ୍ତ ପରିବେଷଣର ଏକ ଜୀବନ୍ତ ଝଲକ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତରେ। ଖୁବ୍ ରଙ୍ଗାରଙ୍ଗ ମାଧ୍ୟମରେ ସାଲେପାଲିଠାରେ ପାଳିତ ହୋଇଯାଇଛି କଳାହାଣ୍ଡି ଉତ୍ସବ ଘୁମୁରା 2025। ଖୁବ୍ ରଙ୍ଗାରଙ୍ଗ ମଧ୍ୟରେ ପାଳିତ ହୋଇଯାଇଛି କଳାହାଣ୍ଡି ଉତ୍ସବ। ପାରମ୍ପରିକ ନୃତ୍ୟରେ ଝୁମି ଉଠିଲା ସାଲେପାଲି ଅଞ୍ଚଳ। ଦର୍ଶକମାନେ ମଧ୍ୟ ଖୁବ୍ ଉତ୍ସାହର ସହିତ କଳାହାଣ୍ଡି ଉତ୍ସବକୁ ଉପଭୋଗ କରିଥିଲେ। ଖୁବ୍ ଆକର୍ଷଣ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିବା କଳାହାଣ୍ଡି ଉତ୍ସବ ଜିଲ୍ଲାର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କଳାକାରମାନେ ନିଜ ନିଜର କଳା ସଂସ୍କୃତିକୁ ପ୍ରଦର୍ଶନ କରି ଦର୍ଶକମାନଙ୍କ ପାଖରୁ ପ୍ରଶଂସା ସାଉଁଟିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପୀତାମ୍ବର ନାୟକ କଳାକାରମାନଙ୍କ ମନୋରଞ୍ଜନରେ ମୁଗ୍ଧ ହୋଇ କଳାକାରମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ପାଖରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ପଞ୍ଚାୟତ ସ୍ତରୀୟ ଠାରୁ ବ୍ଲକ ସ୍ତରୀୟ ପର୍ଯ୍ୟନ୍ତ କଳାକାରମାନେ ଖୁବ୍ ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିଲେ। କଳାହାଣ୍ଡିରୁ ଲୟ ଭୟଙ୍କ ରିପୋର୍ଟ, এবি ନ୍ୟୁଜ୍।